ଆମେ ଆମ ବଡିରେ କୋଲେଷ୍ଟ୍ରୋଲ ବଢୁଛି ବୋଲି ଜାଣିବା କେମିତି? ମୁଁ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଏଜ୍ ଏ ଜେନେରାଲ ଫିଜିସିଆନ୍। ମୁଁ ଯଥା ଆମର ଯଦି କୋଲେଷ୍ଟ୍ରୋଲ ବଢିଲେ ମୁଣ୍ଡ ବିନ୍ଧିବା, ଦେହ ହାତ ଝିଞ୍ଝିମିଞ୍ଜି ପଡ଼ିବା, ଚେଷ୍ଟ ପେନ୍ ହେବା ବା ଛାତି ଯନ୍ତ୍ରଣା କରିବା, ହାଲିଆ ହାଲିଆ ଲାଗିବା, ୱିକନେସ୍ ଲାଗିବା, ମୁଣ୍ଡ ଫୁଣ୍ଡ ଘୁରେଇବା ଆଦି ଲକ୍ଷଣ ଦେଖାଗଲେ ଆମେ ଜାଣିବା ଯେ କୋଲେଷ୍ଟ୍ରୋଲ ବଢିଛି। ଆଉ କାହିଁକି କୋଲେଷ୍ଟ୍ରୋଲ ବଢେ? ଆଜିକାଲି କୋଲେଷ୍ଟ୍ରୋଲ ବଢିବାର ମୁଖ୍ୟ କାରଣ ହେଲା ସେଡେଣ୍ଟାରୀ ଲାଇଫଷ୍ଟାଇଲ। ଆମେ ବର୍ତ୍ତମାନ ମାନେ ସେଡେଣ୍ଟାରୀ ଲାଇଫଷ୍ଟାଇଲ ମାନେ ଆମେ କୌଣସି ଏକ୍ସରସାଇଜ କରୁନାହାନ୍ତି ଦୈନନ୍ଦିନ ଜୀବନରେ, ଆଉ ଅଏଲି ସବଷ୍ଟାନ୍ସ ବେଶୀ ଖାଉଛନ୍ତି, ଯୋଉଟାକି ଆମ ଦେହରେ ଡିପୋଜିଟ୍ ହେଉଛି। ଆମ ଦେହରେ ମାନେ ମତଲବ ରକ୍ତରେ, ଆମର ରକ୍ତ ଯେଉଁ ରକ୍ତଟା ସଞ୍ଚାଳନ ହେଉଛି ତା ଭିତରେ ଯେଉଁ ଆର୍ଟେରୀ ତାରି ଭିତରେ, ଆର୍ଟେରୀ ଆମେ କହନ୍ତି ରକ୍ତ ସଞ୍ଚାଳନ ଯେଉଁ ଇଏଟା ହେଉଛି, ସେଇ ଆର୍ଟେରୀ ଭିତରେ ସେଇ ଜିନିଷଟାକ କୋଲେଷ୍ଟ୍ରଲ ଗୁଡ଼ାକ ଡିପୋଜିଟ୍ ହେଇଥାଏ। ଆମେ ଜାଣିବା କେମିତି କୋଲେଷ୍ଟ୍ରଲ ହେଉଛି, ଗୋଟେ ହେଉଛି ଗୁଡ୍ କୋଲେଷ୍ଟ୍ରଲ, ଗୋଟେ ହେଉଛି ବ୍ୟାଡ୍ କୋଲେଷ୍ଟ୍ରଲ। କୋଲେଷ୍ଟ୍ରଲ ଗୁଡ୍ କୋଲେଷ୍ଟ୍ରଲ କୋଉଟା? HDL, ହାଇ ଡେନ୍ସିଟି ଲିପୋପ୍ରୋଟିନ୍ ତାକୁ କହନ୍ତି। ଆଉ ବ୍ୟାଡ୍ କୋଲେଷ୍ଟ୍ରଲ କ'ଣ? LDL, ଲୋ ଡେନ୍ସିଟି ଲିପୋପ୍ରୋଟିନ୍ କୋଲେଷ୍ଟ୍ରଲ, TG, ଟ୍ରାଇଗ୍ଲିସେରାଇଡ୍। এটা କାହିଁକି ବଢ଼େ? ମେନଲି ଆମର ଏଇ ତେଲ ଛଣା ଜିନିଷ ଖାଇଲେ ଟିଜି ଫିଜି ସବୁ ଜିନିଷ ଗୁଡ଼ାକ ବଢ଼େ। କୋଲେଷ୍ଟ୍ରଲ କ'ଣ? ବଟର ଫୁଡ, ବଟର ମାନେ ଘିଅ, ମାନେ ଘିଅ ମତଲବ ଇଏ ଗୁଆ ଘିଅ ନୁହେଁ, ଏଇ ଯେଉଁ ଘିଅ ମାର୍କେଟରେ ସବୁ ମିଳୁଛି, ଯେଉଁ ଛଣା ଜିନିଷ ଆମେ ଖାଉଛନ୍ତି, ତାପରେ ମିଠା ଜିନିଷ, ଯେଉଁ ମିଠା ଜିନିଷ ଗୁଡ଼ାକ ଯେଉଁ ତିଆରି ହେଉଛି, ସେଇ ସବୁ ଜିନିଷରେ ଆମର ବେଶୀ ପରିମାଣରେ ଏଇ ଯେଉଁ କୋଲେଷ୍ଟ୍ରଲଟା ଥାଏ। ତାପରେ LDL ବି ସେମିତି ସେଇ ସବୁ ଜିନିଷରେ LDL ଥାଏ। ବେଶୀ ଫ୍ରାଏଡ୍ ଫୁଡ୍ ଖାଉଛନ୍ତି, ଯେଉଁ ପ୍ରିଜର୍ଭେଟିଭ୍ ଫୁଡ୍ ଗୁଡ଼ାକ, ଯଥା ଆମର ଏଇ ଯେଉଁ କେକ୍, ବେକେରୀ ଫୁଡ୍ ଗୁଡ଼ାକ, ତା ଦେହରେ ବି ଆମେ ବହୁତ ପରିମାଣରେ କୋଲେଷ୍ଟ୍ରଲ ଥାଏ। ଆମେ କୋଲେଷ୍ଟ୍ରଲର ପରିମାଣକୁ ହ୍ରାସ କେମିତି କରିବା? ବେସିକାଲି ଆମେ ମେଡିସିନ ଆଡ଼ିକି ଯିବାନି। ଫାଷ୍ଟ ଆମେ ନିଜକୁ କେମିତି ପ୍ରିଭେଣ୍ଟିଭ ଇଜ୍ ବେଟର ଦେନ୍ କ୍ୟୁର, ମାନେ ଆମେ ପ୍ରିଭେନ୍ସନ୍ କେମିତି କରିବା? କୋଲେଷ୍ଟ୍ରଲ ବଢ଼ିଲେ ଆମର ବିଭିନ୍ନ ପ୍ରକାର ହାର୍ଟ ଜନିତ ରୋଗ ହୁଏ, ଯଥା କାର୍ଡ଼ିଆକ୍ ଆରେଷ୍ଟ ହୁଏ, BP ବଢ଼ିଯାଏ, ଆଉ ତାପରେ ପେରିଫେରାଲ ଭାସ୍କୁଲାର ଡିଜିଜ୍ ହୁଏ। ତେଣୁ ସେ ଜିନିଷରୁ ଆମେ ନିବୃତ୍ତ ରହିବା ପାଇଁ ଆମେ ଆଇଦର ଆମର ହେଉଛି ମେଡିକେଟେଡ୍ ହେବା, କିମ୍ବା ଆମେ ହେଉଛି କହନ୍ତି ଏକ୍ସରସାଇଜ କରିବା। କିନ୍ତୁ ଆମର ବେସିକାଲି କୋଲେଷ୍ଟ୍ରଲ ପରିମାଣ 200ରୁ ଅଧିକା ହେଲେ ଆମେ ଜାଣୁଥାଏ କୋଲେଷ୍ଟ୍ରଲ ବଢ଼ିଲା। LDL ଯଦି ପରୀକ୍ଷା କରିବା ଆମେ ବ୍ଲଡରେ, LDL ସେମିତି 120ରୁ ଅଧିକା ହେବ। TGର ପରିମାଣ ସେମିତି 160ରୁ ଏଭବ ହେଲେ ସେଟାକୁ ଆମେ କହିବା ହେଉଛି ମାନେ ଖରାପ କୋଲେଷ୍ଟ୍ରଲ ପରିମାଣ ବଢ଼ିଯାଇଛି। ଆଉ ଗୁଡ୍ କୋଲେଷ୍ଟ୍ରଲ କ'ଣ? HDL, ହାଇ ଡେନ୍ସିଟି ଲିପୋପ୍ରୋଟିନ୍, ସେଟାର 30ରୁ ମେନଲି 60 ରହିବା କଥା। ଆମେ 30ରୁ 60 ଯଦି ରହିଲା ତାର ଦେହ ପାଇଁ ଭଲ, ସେଟା ଦ୍ୟାଟ୍ ଇଜ୍ ପ୍ରୋଟେକ୍ଟିଭ, ମାନେ ପ୍ରୋଟେକ୍ସନ କରିବ ହାର୍ଟ ଡିଜିଜ୍ରୁ। ଆଉ ଆମର କ'ଣ, ଆମର କୋଲେଷ୍ଟ୍ରଲ ବି ଆମର ଫ୍ୟାମିଲିଆଲ ବି ଥାଏ। ଜଣଙ୍କର କୋଲେଷ୍ଟ୍ରଲ ତୋର ବାପା ମାଆଙ୍କର ଥିବ, ଏଟା ଫ୍ୟାମିଲିଆଲରେ ବି ଥାଏ। ଆଉ ଆମର ଖାଇବା ଦ୍ୱାରା ବି ଖାଇବା ଦୈନନ୍ଦିନ ଜୀବନରେ ଆମେ ଯେଉଁ ଜିନିଷ ଆମେ ଏକ୍ସରସାଇଜ କରୁନାହାନ୍ତି ତା ପାଇଁ ବି କୋଲେଷ୍ଟ୍ରଲ ବଢ଼େ। ଆଉ ଷ୍ଟ୍ରେସ୍ ବହୁତ ଅଧିକା ହେଲେ, ଆଉ ତାକୁ ଆମେ କେମିତି ରୋକିବା? ଆମେ ହେଉଛି ମେଡିକେସନ ଦ୍ୱାରା ରୋକିପାରିବା। ଆଉ ଆମେ ଯଦି ଅଳ୍ପ ପରିମାଣରେ ବଢ଼ିଛି କୋଲେଷ୍ଟ୍ରଲ, ଆମେ ତାକୁ ଡାଏଟରେ ଦେଖିବା, ମାସ 2 ମାସ ଡାଏଟ୍ କଣ୍ଟ୍ରୋଲ କରିବା। ଆମେ ବାହାର ଜିନିଷ ଖାଇବାନି, ତେଲିଆ ଜିନିଷ ଖାଇବାନି, ବଟର ଫୁଡ୍ ଖାଇବାନି, ଫ୍ରାଏଡ୍ ଜିନିଷ ଖାଇବାନି, ସେସବୁ। ଆଉ ଏକ୍ସରସାଇଜ ଡେଲି 20 to 30 ମିନିଟ୍ସ ଏକ୍ସରସାଇଜ କରିବା। ଆମର ଯେଉଁ ୱାକିଂ କରୁଛନ୍ତି, ଆମେ ୱାକିଂଟା ଟିକେ ସ୍ପିଡିଲି କଲେ ତା ଦ୍ୱାରା କ'ଣ ହେବ? ରକ୍ତ ସଞ୍ଚାଳନଟା ଠିକ୍ସେ ହେବ। ଆମେ ଯଦି ଏକ୍ସରସାଇଜଟା, ଆମର ଗୋଟେ ହାର୍ଟ ବିଟ୍ ଅଛି, ଆମର ହାର୍ଟ ରେଟ୍ଟାକୁ 100ରୁ 120 ଏକ୍ସରସାଇଜରେ ରଖିଲେ ତାହେଲେ କିଛି କ୍ଷତି କରେନି। ଆମେ ଯଦି ବହୁତ ପରିମାଣରେ ଏକ୍ସରସାଇଜ କରିଦେବା, ଦ୍ୟାଟ୍ ଇଜ୍ ବି ହାର୍ମଫୁଲ୍, କାରଣ ସେ ବ୍ଲଡଟା ଶୀଘ୍ର ସାର୍କୁଲେସନ୍ ହେଇପାରିବନି। କାରଣ ଯେଉଁଠି ଡିପୋଜିଟ୍ ହେଇଥିବ କୋଲେଷ୍ଟ୍ରଲ ଗୁଡ଼ାକ, ପ୍ଲେକ୍ ଫର୍ମେସନ୍ ହେଇଥିବ, ସେ ଆଉ ସାଙ୍ଗେ ସାଙ୍ଗେ ଆଞ୍ଜାଇନା ଫାଞ୍ଜାଇନା କରିବାର, ସଡନ୍ କାର୍ଡ଼ିଆକ୍ ଆରେଷ୍ଟ କରିବାର ବି ଚାନ୍ସ ଅଛି। ଚିନ୍ତା କରିବା ଏଟା ସ୍ୱାଭାବିକ, କାରଣ ଆମର କୋଲେଷ୍ଟ୍ରଲ ବଢ଼ିବା ଦ୍ୱାରା ହାର୍ଟ ଆଟାକ୍ ହେଉଛି। ସେମାନେ ସବୁ ସୋସିଆଲ ମିଡ଼ିଆରେ କିମ୍ବା କୌଣସି ମ୍ୟାଗାଜିନରେ ପଢ଼ୁଛନ୍ତି, ସେମାନେ ସେଥିପାଇଁ ଚିନ୍ତିତ ହେଉଛନ୍ତି। ଆଉ ମେନଲି ଆମର ଏଇଠୁ ୟା ସହିତ ବି ଜଡ଼ିତ ରହୁଛି ଆମର ଥାଇରଏଡ଼, ଆମର ହେଉଛି ଆମର ଡାଇବେଟିସ୍, ଯେଉଁଟାକି ଏଇକ୍ଷିଣା ବର୍ତ୍ତମାନ ବହୁଳ ପରିମାଣରେ, ଯାହାକୁ ମାପିଲା ବେଳକୁ ସୁଗାରଟି ବଢ଼ି ଦେଉଛି। ଦ୍ୟାଟ୍ ଇଜ୍ ଅଲସୋ ଆସୋସିଏଟେଡ୍ ୱିଥ୍ କୋଲେଷ୍ଟ୍ରଲ। ଆଉ ଆମେ ତାକୁ ରୋକିବା ପାଇଁ ମେନଲି ଆମେ ଯଦି କୋଲେଷ୍ଟ୍ରଲ ପରିମାଣଟା ଟିକେ ଅଳ୍ପ, ମାନେ ବେଶୀ ଅଧିକା ରହିବା ହେଲେ ଆମେ ମେଡିକେସନ ଦ୍ୱାରା ହେବା। ଯଦି
ଥିବ ଆମେ ଚେକିଂ କରିବା ଦ୍ୱାରା ତାହେଲେ କ'ଣ କରିବା ଆମେ ତାକୁ ଆମର କ'ଣ ଫୁଡ୍ରେ ଇଏ କରିବା ଆମର ଲେମ୍ବୁ ଖାଇସାରିଲାର ଅଧଘଣ୍ଟା ଖଣ୍ଡେ ପରେ ଆମେ ଖାଲି ଗୋଟେ ଗ୍ଲାସ୍ ପାଣିରେ ନର୍ମାଲ ପାଣିରେ ଗୋଟେ ଲେମ୍ବୁ ଦେଇ ଚୁପୁଡ଼ିକି ତାକୁ ବି ଖାଇଲେ ସେ କୋଲେଷ୍ଟ୍ରଲ୍ ପରିମାଣ ବି କମିବ। ତାପରେ ଆମେ ଫାଇବର ଜାତୀୟ ଫୁଡ୍ ବି ଖାଇବା ସେ ତେଲକୁ ଆବଜର୍ଭ କରିବ। ତେଣୁ ଏଇ ଜିନିଷ କରିବାକୁ ପଡ଼ିବ। ଯଦି ତା ଦ୍ୱାରା ବି ନ ବଢ଼ିଲା ନ କମିଲା ତାହେଲେ ଆମେ ତାକୁ କ'ଣ ମେଡିକେସନ ଦ୍ୱାରା ଇଏ କରିବା। ଯଦି ହଠାତ୍ କିନା ଆମ ଗୋଟେ ପେସେଣ୍ଟ ଆସିଛି ଟିଜି ବହୁତ ହାଇ ହେଇଛି 400-500 ତାକୁ ଆମେ ନିହାତି ମେଡିକେସନ ଦେବା ଦରକାର। ନହେଲେ ଷ୍ଟ୍ରୋକ୍ ଫ୍ରୋକ୍ ହବାର ଚାନ୍ସ ଅଛି। ଆମର ବ୍ରେନ୍ ଷ୍ଟ୍ରୋକ୍ ହୁଏ, ହାର୍ଟ ଷ୍ଟ୍ରୋକ୍ ହୁଏ, ଆମର ଗାଙ୍ଗ୍ରିନ୍ ସେସବୁ ଜିନିଷ ବି ଆମର କୋଲେଷ୍ଟ୍ରଲ ବଢ଼ିବା ଦ୍ୱାରା ହୁଏ। ତେଣୁ ଆମେ ଏଇସବୁ ଜିନିଷକୁ ଆମେ ତାକୁ ମାନେ ନଜର କରିବା ମାନେ ଆମର ଖାଦ୍ୟପେୟକୁ ନଜର କରିବା, ଆମର ହେଉଛି ଏକ୍ସରସାଇଜକୁ ନଜର କରିବା, ଆମର ଲିଭିଂ ଷ୍ଟାଇଲକୁ ବି ନଜର କରିବା। ବେଶୀ ଷ୍ଟ୍ରେସ୍ ନେବାନି, ଆଉ ସ୍ମୋକିଂ ବି କରିବାନି। ସ୍ମୋକିଂ ବି ଅଲସୋ ଆସୋସିଏଟେଡ୍ ୱିଥ୍ ଆମର ଇଏ ମାନେ କ'ଣ ଯେଉଁ ହାର୍ଟ ଆଟାକ୍ ହେଉଛି, ହାର୍ଟ ଷ୍ଟ୍ରୋକ୍ ହେଉଛି କିମ୍ବା ବିପି ବଢ଼ୁଛି ୟାର କ'ଣ କୋଲେଷ୍ଟ୍ରଲ ୱିଥ୍ ଆମେ ଯେଉଁ ସ୍ମୋକିଂ କରୁଛନ୍ତି, ଅତ୍ୟଧିକ ଷ୍ଟ୍ରେସ୍ ନେଉଛନ୍ତି, ରାତି ଅନିଦ୍ରା ହେଉଛନ୍ତି, ସେ ଉକ୍ତ ରକ୍ତଚାପ ଦ୍ୱାରା ଆମେ ବର୍ତ୍ତମାନ ପ୍ରାୟ ଲୋକଙ୍କୁ ଷ୍ଟ୍ରୋକ୍ ହେଉଛି। ଷ୍ଟ୍ରୋକ୍ ଗୋଟେ କମନ୍ ହେଇଗଲାଣି। ସମସ୍ତେ କହୁଛନ୍ତି ମୋତେ ଷ୍ଟ୍ରୋକ୍ ହେଇଗଲା। ଷ୍ଟ୍ରୋକ୍ର ମୁଖ୍ୟ କାରଣ ହେଉଛି ଏଇସବୁ ଜିନିଷ।